ଅନେକ ଲୋକ ଆମକୁ ପଚାରିଥିଲେ ମା ଦେବୀଙ୍କର ବିଗ୍ରହ ତିଆରି କରିବା ପାଇଁ ଅନେକ ମାଟି ଲାଗିଥାଏ, ଯେମିତିକି ପର୍ବତ ଶିଖର ମାଟି, ନଦୀ ସଙ୍ଗମର ମାଟି, ବଜ୍ରଦନ୍ତ ଖୋଳା ମାଟି, ବରାହ ଦନ୍ତ ମାଟି, ବେଶ୍ୟା ମାଟି, ତୁଳସୀ ମୂଳ ମାଟି। ଏହା ପବିତ୍ର ହୋଇଥିବା ହେତୁ ମାଙ୍କର ଦିବ୍ୟ ପୂଜାରେ ଲାଗିଥାଏ। ଅନେକଙ୍କ ପ୍ରଶ୍ନ ଥିଲା ଯେ ବେଶ୍ୟା ମାଟି ପବିତ୍ର କାହିଁକି? କାରଣ ବେଶ୍ୟା ଦ୍ୱାରର ମାଟି ଏତେ ପବିତ୍ର କାରକ ବୋଲି କାହିଁକି କୁହାଯାଇଛି? ଏହି ଭିଡିଓରେ ଆମେ ଆପଣଙ୍କୁ କହିବୁ ପ୍ରତ୍ୟେକ ଧର୍ମରେ ନାରୀଙ୍କୁ ସମ୍ମାନ ଦିଆଯାଇଛି କି ନାହିଁ, କିନ୍ତୁ ଆମ ସନାତନ ଧର୍ମ କେତେ ଉର୍ଦ୍ଧ୍ୱ। ନାରୀ ଯେକୌଣସି ଭାବରେ ଯେଉଁ କାର୍ଯ୍ୟ କରୁ ମଧ୍ୟ ନାରୀକୁ ସମ୍ମାନ ଦିଆଯାଇଛି। ନାରୀଟିଏ ନିଜ ଇଚ୍ଛାରେ ବେଶ୍ୟା ହୋଇଯାଏ ନାହିଁ, କାରଣ ନାରୀଟିଏ ଯେତେବେଳେ ଅସହାୟ ହୋଇଯାଏ ସେତେବେଳେ ପୁରୁଷକୁ ସାହାଯ୍ୟ ମାଗେ। ପୁରୁଷ ସାହାଯ୍ୟ କରିବା ପରିବର୍ତ୍ତେ ତାର ଲୋଲୁପ ଦୃଷ୍ଟି ପଡେ ନାରୀ ଉପରେ। ଅସହାୟ ନାରୀଟି କଣ କରେ? ନିଜର ସାହାରା ଖୋଜି ଖୋଜି ବେଶ୍ୟା ପାଲଟିଯାଏ। କଳି ଯୁଗରେ କେଉଁ ନାରୀ ପ୍ରଥମରୁ ଚରିତ୍ର ହରାଇ ନଥାଏ? ଏହି ସମାଜ ଓ ପରିସ୍ଥିତି ତାକୁ ଚରିତ୍ର ହରା କରିଦିଏ। ଆମେ ଜାଣିବା ଏବେ ବେଶ୍ୟା ମାଟି କାହିଁକି ପବିତ୍ର ବୋଲି। ଯେତେବେଳେ ପୁରୁଷ କାନ୍ଧରେ ମା ଲକ୍ଷ୍ମୀଙ୍କର ବାସ ବୋଲି କୁହାଯାଏ, ଯେତେବେଳେ ପୁରୁଷ ବେଶ୍ୟାଳୟକୁ ଗମନ କରେ ସେତେବେଳେ ଲକ୍ଷ୍ମୀ ମା ବେଶ୍ୟା ଦ୍ୱାରରେ ଓହ୍ଲାଇ ପଡନ୍ତି। ଅର୍ଥାତ୍ ଯେଉଁ ପୁରୁଷ ବେଶ୍ୟା ଗମନ କରେ ତାର ଧନ କ୍ଷୟ ହୁଏ। ଯେହେତୁ ଲକ୍ଷ୍ମୀ ଓହ୍ଲାଇ ପଡି ବେଶ୍ୟା ଦ୍ୱାରରେ ରୁହନ୍ତି, ସେଥିପାଇଁ ବେଶ୍ୟା ଦ୍ୱାରର ମାଟିକୁ ପବିତ୍ର ବୋଲି କୁହାଯାଏ।